ଜୟ ଜଗନ୍ନାଥ ସାଙ୍ଗମାନେ। ତ ସ୍ୱାଗତ କରୁଛି ମୋର ଆଜିର ବ୍ଲଗ୍କୁ। ତ ଆଜିର ବ୍ଲଗ୍ ସକାଳର ଆରମ୍ଭ ଆମର ବ୍ଲାକ୍ କଫିରୁ ହେଇଯାଇଛି। ତ ସବୁବେଳେ ନାଲି ଚା ପିଇଥାଏ, କିନ୍ତୁ ଆଜି କ'ଣ ଇଚ୍ଛା ହେଲା ଟିକେ ବ୍ଲାକ୍ କଫି ପିଇଦେବା। ରୂପା କହିଲା ଟିକେ ବ୍ଲାକ୍ କଫି ପିଇଦେବା। ତ ବ୍ଲାକ୍ କଫି ପିଇଥିଲୁ। ତାପରେ ଗାଧୁଆ ସାରି ଦୋକାନ ଯାଇଥିଲୁ। ଦୋକାନରୁ ଫେରିଲା ବେଳକୁ ଘରେ ଆଜି ବନିଛି ନାଲି ପୋହଳା ମାଛ। ତ ଦେଖିକି ମୋତେ ବହୁତ ସାରା ଖୁସି ଲାଗିଥିଲା, କାରଣ ନାଲି ପୋହଳା ମାଛ ବହୁତ ହି କମ୍ ଖାଇବା ମିଳେ, କାରଣ ସବୁବେଳେ ଆସେନି ଯେହେତୁ ଘରେ କଦଳ ଖୁସି ଆସିଥାଏ। ତ ଥରେ ଅଧେ ଏମିତି ଖାଇବାକୁ ବହୁତ ସାରା ମଜା ଲାଗିଥାଏ। ହାଟରେ ତ ପ୍ରାୟ ଟାଇମ୍ ମିଳେ, କିନ୍ତୁ ଆମେ ପ୍ରାୟ ଟାଇମ୍ ଆଣିକି ଖାଉନଥାଉ। ତ ଚାଲ ଦେଖିବା ଫୁଲ୍ ବ୍ଲଗ୍ ଭିଡ଼ିଓ। ତୁ ଏତେ ଭାତ ଖାଇବୁ? କମ୍ ଭାତ ଖାଇବୁ? ଖାଇବୁ ମାଛରା? କଣ୍ଟା ଖାଇପାରୁନୁ, ତୁ କି ମାଛ ଖାଇ ରାଖିସୁନି। ବଢ଼ିଆ ହଉଛି। ମୁଁ କହୁନି ମହିନା ଭଳିଆ ଏକରେ ଭାତ ଗଦା ହେଇଥିଲା ଭଲ ଦେଖାଯାଉଥିଲା ନା, ପୁରା ଫୁଲ୍ ଭାତ ଥିଲା। ଖରାବେଳ ଖାଇବା ତ ବହୁତ ସାରା ଟେଷ୍ଟି ଥିଲା। ଭାବିଲୁ ରାତିରେ କ'ଣ ଟିକେ କରିବା। ତ ରାତିରେ ଆଜି ଆମେ କରିବା କ'ଣ, ତ ଅଣ୍ଡା ଭାବିଲୁ ସିଝେଇ ଟିକେ ଖାଇଦେବା। ତ ସେମିତି ରାତି କିଛି କରିବାର ନଥିଲା। ଆଇଁଷ ତ ଖାଇବାକୁ ଇଚ୍ଛା, ତ ଆଇଁଷ ବାରି ଯେହେତୁ ଆଇଁଷ ଟିକେ ଖାଇବାକୁ ଇଚ୍ଛା, ତ ସେଥିପାଇଁ ଭାବିଥିଲୁ ଅଣ୍ଡା ଟିକେ ସିଝେଇ ଖାଇଦେବା। ଅଣ୍ଡା ନେଇ ଆସିଥିଲୁ। ମାଆର ମୋର ଆଉ ରୂପାର କେବଳ ଖାଇବାର ଥିଲା। ଭାଇ ତ ଖାଇବା ନଥିଲା ଘରେ, ତା'ର ବାହାଘର ଥିଲା, ସେଥିପାଇଁ ସେ ଘରେ ଖାଇବନି। ତ ଆମେ ସେଥିପାଇଁ ନେଇ ଆସିଥିଲୁ ଅଣ୍ଡା ଚଟଣି ନେଇ ଆସିଥିଲୁ। ଆଉ ସମସ୍ତେ ସିଝେଇକି ମାଆ ଝିଅ ଆମେ 4 ଜଣ ଖାଇ ଦେଇଥିଲୁ। ମାଆ ରୁଟି ଆମ ପାଇଁ ବନେଇଥିଲା, କିନ୍ତୁ ଆମେ ରୁଟି ଖାଇନଥିଲୁ। ଆମେ ଖାଇ ଦେଇଥିଲୁ ଅଣ୍ଡା ଆଉ ଚିକେନ୍ ଟିକେ ଖାଇ ଦେଇଥିଲୁ। ତା ସହିତ ଅଳ୍ପ ମିକ୍ସ କରି ସବୁ ଖାଇ ଦେଇଥିଲୁ। ତ ଚାଲ ଦେଖିବା ଫୁଲ୍ ବ୍ଲଗ୍ ଭିଡ଼ିଓ। କ'ଣ ମାଆ ଆମ ପାଇଁ ଦେଖ ଅଣ୍ଡା କେମିତି ଛଡ଼ଉଛି, ଆଉ ଗୋଟା କରି ସିଧା ସବୁଯାକ ଅଣ୍ଡା ସିଝା ବସି ଛଡ଼େଇଲା। ତାପରେ ଆମ ବଢ଼ିଆ ସେ ପୁରା ଗାର୍ନିସିଂ କରି ବନେଇକି ଦେଇଥିଲା ଖାଇବାକୁ। ତ ସିଝା ଅଣ୍ଡା ଖାଇବାକୁ ତ ବହୁତ ସାରା ଭଲ ଲାଗେ। ଆଗେ ଯେତେବେଳେ ଆମେ ଅଲଗା ସାଲନ୍ରେ ରହୁଥିଲୁ, ସେପଟରୁ ଫେରିଲା ବେଳେ ବାଟରେ ପ୍ରାୟ ଟାଇମ୍ ଆମେ ମଙ୍ଗଳବାର ବୁଧବାର ଆମେ ଅଣ୍ଡା ସିଝା ଖାଇକି ବାଟରେ ଆସୁ। ବହୁତ ମଜା ଲାଗିଥାଏ। ଛୋଟ କଥା ମନେ ପଡ଼ିଥାଏ। କିନ୍ତୁ ଆଜିକା ଟାଇମ୍ରେ ଆଉ ଏସବୁ ଜିନିଷ ତ ମିଳୁନି ପ୍ରାୟ ଜାଗାରେ, କିନ୍ତୁ 2-3 ବର୍ଷ ତଳେ ଏସବୁ ଜିନିଷ ବହୁତ ସାରା ମିଳିଯାଉଥିଲା। କିନ୍ତୁ ଆଉ 2-3 ବର୍ଷ ପରେ ଆଉ ଏସବୁ ଜିନିଷ ବହୁତ କମ୍ ମିଳୁଛି। ଯଦି ମିଳୁଛି ସେମାନେ ଆଉ ବନେଇକି ଦେଉନାହାନ୍ତି, ଖାଲି ସିଝା ଅଣ୍ଡା ଟିକେ ଲଙ୍କା ଲୁଣ ଛିଞ୍ଚିକି ଦେଇ ଦେଉଛନ୍ତି, ଯେଉଁଟାକି ଜମା ବି ଖାଇବାକୁ ଭଲ ଲାଗୁନି। ତ କିନ୍ତୁ ଘରେ ଆମେ ତ ଆଣିଥାଉ, ତାକୁ ଟିକେ ଆମେ ଟିକେ ବନେଇ ଚୁନେଇ ଖାଇଥାଉ, ଯେମିତିକି ଆମକୁ ଖାଇବା ପସନ୍ଦ। ତ ଆପଣ ଯଦି କଲ୍ୟାଣନଗର କେବେ ଯାଇଥିବେ, ତ କଲ୍ୟାଣନଗର କଲେଜ ପଡ଼ିଆ ସାଇଡ଼୍ଟା ସେପଟ ସାଇଡ଼୍ରେ ସେଠି ବହୁତ ସୁନ୍ଦର ଅଣ୍ଡା 2 ଜଣ ସ୍ୱାମୀ ସ୍ତ୍ରୀ ବନେଇକି ଦିଅନ୍ତି। ମୋତେ ସେଇଟା ବହୁତ ସାରା ଭଲ ଲାଗେ। ସେମାନେ ପୁରା ଲଙ୍କା ଲୁଣ ପକେଇକି ଦିଅନ୍ତି, ବାଗେଇକି ବନେଇକି। ତ ଫାଇନାଲି ଆମେ ସବୁ ବନେଇ ସାରିଲା ପରେ ନେଇ ଆସିଥିଲୁ ଚିକେନ୍ ଆଉ ପଖାଳ। ରୂପା 2ଟା ନେଇ ଆସିଥିଲା ଖାଇବ ବୋଲି। ଦିଦି ଦେଇଥିଲା 2ଟା ଇଟିଲି। ମୁଁ ସେଇ ଇଟିଲି 2ଟା ଖାଇଦେବି, କାରଣ ସେଇଟା ଖରାପ ହେଇଯିବ, ନଷ୍ଟ ହେଇଯିବ ବୋଲି ତାକୁ ବି ମୁଁ ନେଇ ଆସିଥିଲି ଖାଇବା ପାଇଁ। ଆଉ ରୁଟି ହେଇଥିଲା, କିନ୍ତୁ ରୁଟି ଖାଇନଥିଲି, ଇଟିଲି ନଷ୍ଟ ହେଇଯିବ ବୋଲି ନେଇ ଆସିଥିଲି। ତ ରୂପା ତା'ର ଫାଷ୍ଟ ଚିକେନ୍ ଦେଖିକିନି ଚିକେନ୍ ତରକାରୀ ଦେଖିଥିଲା, ସାଙ୍ଗେ ସାଙ୍ଗେ ଚିକେନ୍ ତରକାରୀ ଉପରେ ତା'ର ନଜର। ସେ ତା'ର ଚିକେନ୍ ତରକାରୀ ଆଉ ପଖାଳ ସାଙ୍ଗେ ସାଙ୍ଗେ ଧରିକି ବସିଯାଇଥିଲା ଖାଇବ ବୋଲି। ଆଉ ମୁଁ ମୋର ଇଟିଲି ସହିତ ଟିକେ ଚିକେନ୍ ଲଗେଇ ଖାଇଥିଲି। ତାପରେ ମୋର ଅଣ୍ଡାକୁ ଫିନିଶ୍ କରିନେଇଥିଲି ଖାଇବା। ତାପରେ ରୂପା ତା'ର ଅଣ୍ଡା ଖାଇବା ଷ୍ଟାର୍ଟ କରିଥିଲା। ତ ଚାଲ ଦେଖିବା ସେ କେମିତି କ'ଣ ଖାଉଛି ଅଣ୍ଡାକୁ। ଆଉ ତାର 2ଟା ଅଣ୍ଡା ତା ପାଇଁ ରଖିଥିଲି, ମୁଁ ବି 2ଟା ଖାଇ ନେଇଥିଲି, ଆଉ ମାଆର 2ଟା ମାଆକୁ ଦେଇ ଦେଇଥିଲି। ତ ଇଏ ଥିଲା ଆଜିର ବ୍ଲଗ୍ ଆମର, ଯେଉଁଟାକି ସେମିତି କିଛି ସମଥିଙ୍ଗ ନ୍ୟୁ ନଥିଲା, ବହୁତ ହି ନର୍ମାଲ୍ ଖାଇବା ଥିଲା। ଆଉ ପୁରା ଦିନର ବ୍ଲଗ୍ ଭିଡ଼ିଓ ଥିଲା। ତ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ କହିବେ। ଯଦି ଭଲ ଲାଗିଛି ମୋ ଭିଡ଼ିଓ ଲାଇକ୍ କରିବାକୁ ଜମା ବି ଭୁଲିବେନି। ଆଉ ହଁ, ମୋ ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନେବେ। ରହୁଛି ଜୟ ଜଗନ୍ନାଥ। ଦେଖା ପୁଣି ନେକ୍ସଟ୍ ଭିଡ଼ିଓ ସହିତ, ଆପଣମାନଙ୍କ ସହିତ ଏମିତି ନୂଆ ନୂଆ ଭିଡ଼ିଓ ସହିତ।